କେତେକ ପୁଣ୍ୟଫଳ ଏପରି ଯେ ଯାହାର ସତ୍ ପରିଣାମ ପ୍ରାପ୍ତ କରିବା ପାଇଁ ଆଗାମୀ ଜନ୍ମର ପ୍ରତୀକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଲୋକ ସାଧନର ପରମାର୍ଥ ଏପରି ଯେ ଯାହାର ପ୍ରତିଫଳ ହାତେ ହାତେ ମିଳିଥାଏ। କୌଣସି ଦୁଃଖୀର ଲୁହ ପୋଛିବା ସମୟରେ ଅସାଧାରଣ ଆତ୍ମସନ୍ତୋଷ ମିଳିଥାଏ। କୌଣସି ପ୍ରତିଦାନ ନ ମିଳିଲେ ସୁଦ୍ଧା ଉପକାରୀକୁ ସେ ମନେ ମନେ ସମ୍ମାନ କରିଥାଏ ଏବଂ ଆଶୀର୍ବାଦ କରିଥାଏ। ଏହାର ଅତିରିକ୍ତ ଏପରି ଏକ ଦୈବୀ ବିଧାନ ଅଛି ଯାହାର ଅନୁସାରେ ଉପକାରୀର ଭଣ୍ଡାର କେବେ ଖାଲି ହୋଇନଥାଏ। ତା ଉପରେ ଈଶ୍ୱରୀୟ ଅନୁଗ୍ରହ ବରସିଥାଏ ଏବଂ ଯାହା ଖର୍ଚ୍ଚ ହେଉଥାଏ ତାହା ପୂରଣ ହୋଇଯାଏ। ପରମ ପୂଜ୍ୟ ଗୁରୁଦେବ। ଅଖଣ୍ଡ ଜ୍ୟୋତି, ଡିସେମ୍ବର 2013, ପୃଷ୍ଠା ସଂଖ୍ୟା 35। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।